चतुर्दश अध्याय जन्म मरणादि विधि कथन। श्री गरुड़ उवाच एवंते हरिंक पादे पड़ी वैनतेय उठी पुणी कर जोड़ी हईन विनय बोलती है दयामय शंख चक्र पाणी तुम्ब जुगु गुप्त कथा पारिली मु जानी एबे कुह लीलामय मानव जनम पाई जीव लभे त्राही कले कि करम गर्भ संचार दिनरु कि साधना करी ए संसारे मुक्ति बाना उड़ाए कि परी। श्री भगवान उवाच श्रीहरि बोलती शुण विनतानंदन तुम्भ भक्ति देखी तुष हईछि मो मन गोपनीय तत्वमान तते देवी कही आजी जाए प्रकाशित जहा होई नाही एतत करिबे सिना साधुए आदर एथि किछि न पाइबे अन्य मूढ़ नर संसार अटई जुग साधनार धाम साधना व्यतीत पूर्ण नुहे मनस्काम षड़ चक्र भेदी जेहू तपस्या करई दिव्य बुध ज्ञान बले तत्वबुध हई ब्रह्मरंध्र तालुकारे रूप चिदानंद ध्यान दर्शन रे जीव परम आनंद चंचल न हई मति करी धीर स्थिर सूचिमंत हई मूल मंत्र ध्यान कर विचलित हेले चित सुफल न फले एकथा विचार कर निज हृदय स्थले नित्य कर्म विधि मान जतने करिब जुग ध्यान धारणा रे मन निवेशिब गृहस्थर गृह कर्म जुग ठारु बळे संसार धर्म ठु जुग नाही ए भूतले कर्तव्य पथरे कर्म कला बेले रही प्रेम भोले विहलित चित्त कर नाही ऋतुकाले स्त्री संग शास्त्रर विधान वाक्य अपमाने हुए कर्तव्य भगन ऋतुकाल ठारु चारि दिन स्त्री संग वर्जन करिब साधु भूली रतिरंग 7 दिन जाए ऋतु मल होई थाए ए समय स्वामी स्त्री जेबे मेल हुए पुत्र बा कन्या हेउ गर्भु हेले जात गर्भर उद्देश्य पूर्ण नुहे खगनाथ नर देह बही जीव संसार सागरे मन ढाली दिए लीला मयंक लीला रे कर्म करी लीला खेला हेले तार अंत लुड़ी बसे संसार रे ता 1 कोटि सुत जीव मात्र जन्म लभी ए मोर मरते उच्चाकांक्षा धरी रखे सदा हृदय गते कर्म अनुसारे उच्चाकांक्षा पूर्ण हुए अपथ को गले आशा तार पूर्ण नुहे जेबा सुता सुत आसी हुए उपजात पाप पुण्य धर्मे से हुई अज्ञात एकाले जा सत्व गर्भ बासे संचरई निर्धन कृपण रोग युक्त हुए देही जनमी संसारे मन शरीर सुढल हईले काहार जदि हुई विकल ता जनम वृथा बोली त्रिलोके कहती एहा ध्रुव बोली मने रख खगपति तेणु सहवास विधि कहुअछि फेई जे ज्ञाने संसारे जन्म सार्थक हुई 7 दिन ठारु 16 दिन परिजन्ते स्त्री संगे रतिरंग कर
କରିବ ଉଚିତେ। ଯୁଗ୍ମ ଦିନେ ସୁତ ଯୁଗ୍ମରେ ସୁତା ହୁଏ। ଭୋଗ କରେ ଭାଗ୍ୟରେ ସେ ଯାହା ଆଣିଥାଏ। କର୍ମ କରି ବିଧି ମତେ ସୁଫଳ ନହିଲେ। ଭାଗ୍ୟ ମ ଦେଇଛି ବୋଲି ଜଗତେ କହିଲେ। ନାନା ଦୋଷ ହୁଏ ପାପ ଉଠଇ ପ୍ରଜ୍ୱଳି। ପାପର ଅନଳେ କର୍ମ ଛଣ ଯାଏ ଜଳି। 16 ଦିବସରେ ଶେଷ ଗୃହସ୍ଥର ଯୁଗ। ଏ ଯୁଗରେ କର୍ମ ଫଳ ହୋଇଥାଏ ଭୋଗ। ଏ ଗର୍ଭୁଜା ଉପଜାତ ହୁଅଇ ସଂସାରେ। ଦିବ୍ୟ ଦେହ ମନ ଧରି ଆସି ଅବତରେ। ଗୃହସ୍ଥ ଅଟଇ ଜାଣ କୃଷିକାରୀ ପ୍ରାୟେ। କୃଷି କ୍ଷେତ୍ର ସ୍ତ୍ରୀ ଅଙ୍ଗ ବିଧିରେ ବୋଲାଏ। ଋତୁ ଦିବସରୁ ଛାଡ଼ି ଦେଇ ଦିନ ଚାରି। ସ୍ତ୍ରୀ ଅଙ୍ଗ କୃଷି କ୍ଷେତ୍ର ପରିଧାନ କରି। କ୍ଷେତ୍ର କର ଶଣ କରି ସାର ଖତ ଦେବ। ସାର ଖାଦ୍ୟ ଦ୍ରବ୍ୟ ଦେଇ ଶୀତଳ କରିବ। ଖାର ଉଷ୍ମ କଟୁ ତିକ୍ତ ଦରବ ନ ଦେଇ। ସର୍ବଦାତା ପରିତ୍ୟାଗ କର ନର ଦେହି। ମଧୁର ଚିକଣ ବଳ କର ଖାଦ୍ୟ ଦେବ। କ୍ଷେତ୍ର ବଳ ବୀର୍ଯ୍ୟ ଆଦି ଉର୍ବର କରିବ। କର ଶଣ କରି କ୍ଷେତ୍ର ବିହନ ବୁଣିଲେ। ସାର ଶସ୍ୟ ସେ କ୍ଷେତ୍ରରୁ ଉପୁଜଇ ଭଲେ। ଦେହ ମନ ଶରୀରକୁ କରିଣ ସବଳ। ସ୍ତ୍ରୀ ସଙ୍ଗେ ପୁରୁଷ ରତିର ସେ ହେବ ଭୋଳ। ସୁସ୍ଥ ଦେହ ମନୁ ଯେଉଁ ପୁତ୍ର ହେବ ଜାତ। ସେ ପୁତ୍ର ସାଧିବ ସଦା ଜଗତର ହିତ। ସୁସନ୍ତାନ ଜନମିଲେ ପିତୃଏ ତରନ୍ତି। କୁସନ୍ତାନ କୁଳ କ୍ଷୟ ଶାସ୍ତ୍ରରେ ବଦନ୍ତି। ଅତି ହର୍ଷ ଚିତ୍ତ ହୋଇ ରମଣ କାଳରେ। ମନ ନିବେଶିବ ନେଇ ରଙ୍ଗା ଚରଣରେ। ସୁବାସ ତାମ୍ବୁଳ ଆଦି ବିଳାସ ଦରବ। ଆଣି ପ୍ରିୟା ତୁଷ୍ଟି ଅର୍ଥେ ସ୍ନେହ ଭରେ ଦେବ। ତୁଷୀ ପ୍ରିୟା ନିଜେ ପୁଣି ହରଷ ହଇଣ। ରତି କ୍ରିୟା ସ୍ତ୍ରୀ ସଙ୍ଗେ କର ଆଚରଣ। ଏପରି ସଙ୍ଗରୁ ହୁଏ ଯେଉଁ ଶୁକ୍ର କ୍ଷୟ। ତହିଁରୁ ଉପୁଜେ ଦିବ୍ୟ ସୁନ୍ଦର ତନୟ। କୁଳ ଧର୍ମ ରଖି ସେହି କୁଳ କର୍ତ୍ତା ହୁଏ। ଅଧର୍ମ ଅଶାନ୍ତି ମାନ ଦୂର କରି ଦିଏ। ଯଥା କାଳେ କଲା ପ୍ରାୟେ କ୍ଷେତ୍ରର ପାଳନ। ସ୍ତ୍ରୀ ଗର୍ଭ କାଳେ ଅଙ୍ଗ କରିବ ଯତନ। ଶାସ୍ତ୍ରର କଥା କହିବ ବୀରର କାହାଣୀ। ପୁଲକିତ ହେବ ଶିଶୁ କନେ ତାହା ଶୁଣି। ପିତା ମାତା ମନ ବୁଦ୍ଧି ଶିଶୁର ପ୍ରକାଶେ। କୁକ୍ଷରେ ରହି ସେ ଶିଶୁ ପ୍ରାଣ ଫୁଟି ଆସେ। ଗର୍ଭ କାଳେ ଖାଦ୍ୟ ଭେଦ ଶିଶୁର ପ୍ରକୃତି। ନାନା ପ୍ରକାର ଧରଇ ଜାଣ ଖଗପତି। ଏଣୁ ଶୁଦ୍ଧ ସାତ୍ତ୍ୱିକ ଯେ ନିର୍ବାଚୀ ଆହାର। ଗର୍ଭ କାଳେ ନାରୀ ପଥ୍ୟ ବିଚାର ମନର। ସାତ୍ତ୍ୱିକ ଖାଦ୍ୟରେ ଋଷି ପ୍ରକୃତିର ଲୁକ। ରାଜସରେ ରଜଗୁଣ ବୃଦ୍ଧି ହୁଏ ଦେଖ। ତାମସିକ ଖାଦ୍ୟ ତମ ଗୁଣର ବିକାଶ। ଗୁରୁ ଖାଦ୍ୟ ଗୁଣ ଗର୍ଭେ ହୁଅଇ ପ୍ରକାଶ। ଯେଦିନକୁ କ୍ଷୀରରେ ତ ସ୍ଖଳିତ ହୁଅଇ। ଅଧିଷ୍ଠିତ ହୁଏ ବ୍ରହ୍ମ ମୂର୍ତ୍ତି ରୂପେ ତହିଁ। ଗର୍ଭ ଉପୁଜଇ ରଜ ବୀର୍ଯ୍ୟ ହେଲେ ମେଳ। ଗର୍ଭପିଣ୍ଡ ଦେଖାଯାଇ ଚଞ୍ଚଳ ତରଳ। ପୁଂସବନ ବିହିତେ କରିବ ଏ ସମୟେ। ଏଥିରେ ଅନ୍ୟଥା ନ କରିବ ଖଗରାଏ। ପୁଂସବନ ସର୍ବଶୁଭ ପଦକ୍ରିୟା ଜାଣ। ଶାସ୍ତ୍ରରେ ହୋଇଛି ଧ୍ରୁବ ଏକଥା ପ୍ରମାଣ। ଭୂମିଷ୍ଠ ହୁଅଇ
ହୋଇ ଯେବେ ଯିବ ଏ ଶୟଳେ ବ୍ରାହ୍ମଣେ ଜ୍ୟୋତିଷେ ଆସି ମିଳନ୍ତି ସେ କାଳେ ପୂର୍ବଜନ୍ମ ସୁକୃତିରେ ଜୀବ ଜାତ ହୁଏ ପିତା ମାତା ପୁଣ୍ୟ ଫଳେ ଧର୍ମ ଗୁଣ ବହେ ଜୀବ ଜନ୍ମ ହୋଇ ଏଥେ ମାୟାର ବନ୍ଧନ ହୋଇ ଭୋଗିବାକୁ ଆସେ ସଂସାର କରଣ ପିତା ମାତା ଅବା ନିଜ ସୁକୃତିର ଯୁଗେ ଏଥେ ଆସି ସୁଖ ଦୁଃଖ ଦୁଇ କଥା ଭୋଗେ କୁଳଶୀଳବନ୍ତ ହୋଇ ପୁଣ୍ୟ ଅର୍ଜନ କରି ଉଡ଼ାଏ ଜଗତେ କିରତି କେତନ ଧର୍ମ ଅର୍ଥ କାମ ମୁଖ ଚତୁର୍ବର୍ଗ ଫଳ ଉପଭୋଗ କରେ ଜୀବ ସ୍ୱକର୍ମେ କେବଳ ସଙ୍ଗ ଗୁଣ ଦୋଷେ ଫଳେ ନିଜ ପ୍ରକୃତିରେ ପାପ ବା ପୁଣ୍ୟ ନିଜ ଗୁଣ ଅନୁସାରେ ଉତ୍ତମ ଜନ ସଙ୍ଗରେ ହୋଇଲେ ମିଳିତ ଉତ୍ତମ ସ୍ୱଭାବନରେ ହୋଇଥାନ୍ତି ଯୁକ୍ତ ସଙ୍ଗୀ ହୋଇଥିଲେ ପାପୀ ଅଜ୍ଞାନୀ ସଙ୍ଗରେ ପାପୀ ଜ୍ଞାନହୀନ ବୋଲି ବଇଲା ସଂସାରେ ଅତି ତପ ଫଳେ ଜୀବ ଧନୀ ମାନି ହୁଏ ଗୁଣଶୀଳ ବିଦ୍ୟାବନ୍ତ ଜଗତେ ବୋଲାଏ ସ୍ୱାଧିପତି ବ୍ରତା ନାରୀ ସ୍ତ୍ରୀ ରୂପ ପାଇ ସୁଖ ଶାନ୍ତି ଭୋଗ କରି କାଳକୁ କାଟଇ ପୂର୍ବ ତପସ୍ୟାର ଫଳେ କର୍ମ ଫଳ ଭୋଗ ମର୍ତ୍ତେ ଜନମଇ ଜୀବ ବହିନର ଅଙ୍ଗ ତପସ୍ୱୀ ଗୁଣରେ ଧର୍ମ ଅର୍ଥ କାମ ମୁଖ୍ୟ ଚତୁର୍ବର୍ଗ ଫଳ ପ୍ରାପ୍ତ ହୁଅଇ ପ୍ରତ୍ୟକ୍ଷ ଏ ଅନ୍ତେ ଶୁଣ ଗରୁଡ଼ ଏ ଅପୂର୍ବ ରସ ଘଟରେ ଆତ୍ମାର ଯେବେ ହୁଅଇ ବିଦେଶ ସେ ଘଟ ତିଆରି ଆତ୍ମା ଆନ ଘଟେ ଯାଇ ଜନମ ମରଣେ ତାର ଦୁଃଖ ଥାଏ ନାହିଁ ଅନିତ୍ୟ ଶରୀର ତହିଁ କି ନିତ୍ୟତା ଅଛି ନିତ୍ୟ ସତ୍ୟ ପରମ ବ୍ରହ୍ମ ଏକାନନ୍ଦ ବତ୍ସୀ ବ୍ରହ୍ମମୂର୍ତ୍ତି ଜଗତକୁ ରହିଛି ଆବୋରି ଲୀଳା ଖେଳା କରୁଅଛି ଘଟେ ଘଟେ ପୁରୀ ବ୍ରହ୍ମମୟ ଆତ୍ମା ଆତ୍ମାମୟ ବ୍ରହ୍ମ ଜାଣ ଆତ୍ମା ବ୍ରହ୍ମ ଦୁହିଁଙ୍କର ଅପୂର୍ବ ମିଳନ ସେ ମିଳନେ ପୃଥ୍ୱୀ ସାର ହୁଏ ଆତଜାତ ଅଜ୍ଞାନୀ ବୁଧରେ କାହୁଁ ଆସିବ ଏ ତତ୍ତ୍ୱ ଆତ୍ମା ଅବିନାଶୀ ପୁଣି ବ୍ରହ୍ମ ଅବିନାଶୀ ଏବେ ନିଶତାରେ ବିଶ୍ୱ ଅଛି ପରକାଶୀ ସ୍ଥୂଳ ପିଣ୍ଡ ପଞ୍ଚଭୂତେ କରିଣ ରଚନା କରିଛି ବିଧାତା ଏଡ଼େ ପୃଥ୍ୱୀ ସରଜନା ପୃଥ୍ୱୀ ଆପ ତେଜ ବାୟୁ ଗଗନ ଏ ପାଞ୍ଚ ପଞ୍ଚଭୂତ ଏ ପାଞ୍ଚରେ ହୋଇଛି ସୁସଞ୍ଚ ଲୁମ ନାଡ଼ି ଅସ୍ଥି ଚର୍ମ ପୃଥ୍ୱୀରୁ ବାହାର ହୋଇ ମିଶି ରହିଅଛି ଦେହେ ଚରାଚର ମଜା ରକ୍ତ ଲାଳ ମୂତ୍ର ଶୁକ୍ର ପାଞ୍ଚ ଏହି ଜଳୁ ଉତ୍ତପନ ବୋଲି ବେଦେ ଅଛି କହି ତେଜ ଦେହେ ଅଗ୍ନି ରୂପେ ବିକଶିତ ହୁଏ ନିଦ୍ରା କାନ୍ତି କ୍ଷୁଧା ତୃଷା ଆଳସ୍ୟ ବୋଲାଏ ଉଦ୍ଦାନ ସମାନ ବ୍ୟାନ ପ୍ରାଣପାନ ପାଞ୍ଚ ଦେହେ ପଞ୍ଚ ବାୟୁ ହୋଇ ରହିଛି ସୁସଞ୍ଚ ପବନ ଶୂନ୍ୟ ଭାଗ ହୃଦେ ପ୍ରକାଶଇ ରୋଗ ମୋହ ଆଦି ଯିବେ ଭୋଗ ହୋଇଥାଇ ଆକାଶ ହୁଏ ଚାରି ଜାତ ହୋଇ ଜଡ଼େ ଯିବେ ଶରୀରେ ପ୍ରଚାରେ ପଞ୍ଚଭୂତ ଏହି ଭାବେ ପଞ୍ଚଭୂତ ଆତ୍ମାରେ ଯେ 25 ପ୍ରକୃତି ଧରି ଜୀବ ଚଳାଚଳ ହେଉଅଛି ନୀତି ନାସିକାର ସନା ଚର୍ମ ଚକ୍ଷୁ ଯେ ଶ୍ରବଣ ପଞ୍ଚ ଜ୍ଞାନେନ୍ଦ୍ରିୟ ବୋଲି ଲୋକେ ଖ୍ୟାତ ଜାଣ ହସ୍ତପାଦ ଲିଙ୍ଗ ଗୁହ୍ୟ ବଚନ ଆଦର ପଞ୍ଚ କର୍ମେନ୍ଦ୍ରିୟ ନାମେ ହୋଇଛି
ପ୍ରଚାର। ଅଗ୍ନି ଅର୍କ ପ୍ରଚେତପ ବାତ ଚନ୍ଦ୍ର ଦେବ। ଜ୍ଞାନ କର୍ମେନ୍ଦ୍ରିୟ ମଧ୍ୟରେ କରିଛନ୍ତି ଠାବ। ପିଙ୍ଗଳା ସୂକ୍ଷ୍ମ ନାଇଡ଼ା ତିନି ଗୋଟି ନାଡ଼ି। ସମସ୍ତ ଶରୀର ଗୋଟି ରହିଅଛି ଯୋଡ଼ି। ବାତ ପିତ୍ତ କଫ ବଳେ ହୁଅନ୍ତି ଚାଳିତ। ପ୍ରାଣୀର ଭଲ ମନ୍ଦରେ ଦିଅନ୍ତି ସଂକେତ। ଅଳମ୍ଭୁଷା କୁହ ଯଶ ସିନୀୟ ଶଙ୍ଖିନୀ। ସ୍ଥିତ ହୋଇଛନ୍ତି ପିଣ୍ଡେ ସଦା ଦେହ ଘେନି। ସମାନ ଉଦାନ ପୁଣି ପ୍ରାଣାପାନ ବ୍ୟାନ। ଏ ପଞ୍ଚ ପବନେ ଦେହି ରଖଇ ଜୀବନ। ପ୍ରାଣବାୟୁ ହୃଦୟରେ ବହଇ ନିରତ। ଅପାନ ବାୟୁ ହୋଇଛି ଗୁହ୍ୟ ମଧ୍ୟରେ ସ୍ଥିତ। ସମାନ ପବନ ବହେ ନାଭିର ମଣ୍ଡଳେ। ଉଗ୍ର ସ୍ୱଭାବ ଏହାର ନାହିଁ କେତେବେଳେ। କଣ୍ଠ ଦେଶକୁ ଉଦାନ ଆବୁରି ରହିଛି। ସର୍ବ ଶରୀରରେ ବ୍ୟାନ ପୂର୍ଣ୍ଣ ହୋଇଅଛି। ନାଗ କର୍ମ କୁଳୀନ ଓ ବାୟୁ ଦେବଦତ୍ତ। ଧନଞ୍ଜୟ ଆୟୁ ରକ୍ଷ ପବନେ ଚାଳିତ। ବାୟୁ ବହେ ନାଗ ନାମେ ଉଦ୍ଗୀରଣ ବଳେ। ବହେ କୁର୍ମ ସମୀରଣ ଉନ୍ମୀଳନ କାଳେ। କୁଳୀନ ନାମକ ପ୍ରଭଞ୍ଜନ ক্ষুধা ନାଶେ। ଦେବଦତ୍ତ ଅନୁକ୍ଷଣ କର୍ମେ ଆସି ବସେ। ଏ ତିନିହେ କର୍ମ ସଙ୍ଗେ ହୋଇନ ମିଳିତ। ক্ষুধাকর্তা নাড়ি গটি হইযায়ে মৃত। ধনঞ্জয় নামে বায়ু বলিষ্ঠ অটই। নিজ বলে খাদ্য দ্রব্য সমস্ত নিয়ই। নেই খাদ্য শরীরে করই বণ্টন। মিলিত হুয়ে তা সঙ্গে ব্যান প্রভঞ্জন। খাদ্যর সারাংশ পুষ্টি করে ব্যান দেই। অঙ্গ প্রত্যঙ্গ বঢ়ই তাহা তেজ পাই। প্রাণীর আহার দুই ভাগ হইযায়ে। রস খাদ্য দুই বলি বিধিরে ବୋଲାଏ। ରସରୁ ଜଳ ଉତ୍ପତ୍ତି ହୁଏ ପ୍ରକ୍ରିୟାରେ। ଖାଦ୍ୟ ସାର ମିଶିଯାଏ ରସ ସଙ୍ଗତରେ। ଊର୍ଦ୍ଧ୍ୱ ଯାଏ ରସ ଜଳ ଖାଦ୍ୟ ହୁଏ ମଳ। ଖାଦ୍ୟ ରସ ଦୁହେଁ ଆଉ ନ ହୁଅନ୍ତି ମେଳ। ଜଠର ନଳ ଜଳେ ଏ ଦୁଇ ମାସରେ। ଭଲ ଶରୀରରେ ଦେଇ ଭଲେ ମଳ କରେ। ବ୍ୟାନ ବାୟୁ ଯୁଗେ ଅଗ୍ନି ପ୍ରଜ୍ୱଳିତ ହୋଇ। ଊର୍ଦ୍ଧ୍ୱ ଅଧରେ ସେମାନ ଉତ୍ତପ୍ତ କରାଇ। ଯଥାକାଳେ ରସ ପାକ ହୁଏ ସେ ତାପରେ। ଚାଳିତ ହୁଏ ଶରୀର ନାଡ଼ମାନଙ୍କରେ। ଯା ଖାଦ୍ୟ ଭାଗେ ଅସାର ରହିଯାଇଥାଏ। ତାହା ମଳ ମୂତ୍ର ବୋଲି ବିଧିରେ ବୋଲାଏ। ଅଟଇବ ଦନ ନାସା ନୟନ ଶ୍ରବଣ। ଲିଙ୍ଗ ଗୁହ୍ୟ ନାଭି ପଦ୍ମ ନବଦ୍ୱାର ଜାଣ। ଏ ନବଦ୍ୱାରରେ ମଳ ହୁଏ ନିରିମଳ। ମଳବାହୀ ଶରୀରକୁ କରାନ୍ତି ସବଳ। ଆଦାନ ପ୍ରଦାନ ପୁଣି ଏମାନେ କରନ୍ତି। ଆଦାନ ପ୍ରଦାନ ଦ୍ୱାରା ପ୍ରାଣୀଏ ବଞ୍ଚନ୍ତି। ଅସ୍ଥି ମଜ୍ଜା ରସ ରକ୍ତ ଶୁକ୍ର ପ୍ରାଣୀଙ୍କର। ହୋଇଥାଏ ଚଳାଚଳ ଶରୀର ମଧ୍ୟର। ଏ ପ୍ରାଣ ଚାଳିତ ହୁଏ ଅଶେଷ ପ୍ରକାରେ। ସ୍ଥୂଳ ବୁଦ୍ଧି ନର ଏହା ବିଚାରେ ଚିତ୍ତରେ। ନୁହେଁ ତା ବାସ୍ତବ କଥା ଧର୍ମ ଏକା ମୂଳ। ଏ ଜୀବନ ତରି ଗୋଟି କରେ ଚଳାଚଳ। ଇନ୍ଦ୍ରିୟମାନଙ୍କୁ ରିପୁ ଶାସନ କରିବ। ଧରମ ନାବକୁ ଏକା ଆଚରି ଚଳିବ। ଦାନ ଧର୍ମ ଯଜ୍ଞ ଆଦି ଶାସ୍ତ୍ର ବିଧି ମତେ। ଅନୁସରି ଚଳିବ ହେ କହଇ ଯୁଗତେ। ଧର୍ମ ଅର୍ଥ କାମ ମୁଖ ଫଳ ମୋର ସାର। ସତ୍ୟ ମୁକ୍ତି ପଥ ଏହା କରେ ମୁଁ ପ୍ରଚାର। ଚତୁର୍ବର୍ଗ ଫଳ ପ୍ରାପ୍ତି ଆଶା କର ଯେବେ। ଚିତ୍ତ ଶୁଦ୍ଧ କରି ଧର୍ମ ମାର୍ଗ ଧର ତେବେ। ଚିତ୍ତ ଶୁଦ୍ଧି ପାପ କଣ୍ଟକକୁ ଦିଏ ଦହି। ଜୀବନ ପଥରେ ଦକ ଦକ ଥାଏ ନାହିଁ।
ହୋମ ପିଣ୍ଡ ଯଜ୍ଞ ଦାନ ଧର୍ମ କରମ ଜୀବରେ ଦିଅନ୍ତି ଗତି ପାବନ ପରମ ଏ ମାୟା ସଂସାରେ ଧରି କରମର ରତି ଦେହିକି କରନ୍ତି ପାରି ଅନନ୍ତ କାଣ୍ଡାରୀ ଜନମରେ ସୁଖୀ ପୁଣି ଦୁଃଖ ମୃତ୍ୟୁ କାଳେ ଲଭିଥାଏ ଜୀବ ମୂଢ଼ ମୋହମାୟା ବଳେ ଏ ମୋହରୁ ଧରିବ ଯୁଗାଭ୍ୟାସ କରି ଏ ଯୁଗ ଅଭ୍ୟାସେ ସାଧୁ ଯାଉଛନ୍ତି ତରି ଏ ଯୁଗ ଗୃହସ୍ଥ ନାନା ବାର ବ୍ରତ କରେ ବ୍ରତ ନାମେ ଆଜି ତାହା ବିଳାସ ପ୍ରଚାରେ ଉପବାସ କରି ଜନେ ଭୋଜନ କରନ୍ତି ଧର୍ମ ନାମେ ଅଧର୍ମକୁ ଲୋଡ଼ି ଆଣୁଥାନ୍ତି ସିଦ୍ଧି ମାନସରେ ଯୁଗୀ କରେ ଯୁଗ ଧ୍ୟାନ ଯୁଗ ବଳେ ଗତି ଲଭେ ପରମଙ୍କ ସ୍ଥାନ ଚନ୍ଦ୍ର ସୂର୍ଯ୍ୟ ଅୟନର ଲକ୍ଷ୍ୟ କରି ଗତି ଯୁଗେ ତପସ୍ୟା ବିଧି ଆଚରି ନଥାନ୍ତି ଜୀବର ପରମ ପ୍ରିୟ ଜାଣିବ ଜୀବନ ଏ ଜୀବରେ କଷ୍ଟ ଦେବ ନାହିଁ କଦାଚନ ଜୀବର କଷ୍ଟରେ ଈଶ କୁପିତ ହୁଅନ୍ତି ଦେହ ରଖି ଧର୍ମ ସିନା ଶାସ୍ତ୍ରର ବଦନ୍ତି ଏ ଶରୀର ଥିଲେ ଧର୍ମ ଆପେ ଆପେ କରି ଲଭିବ ପରମ ଗତି ସେ ବିନର ହରି ଏଣୁ ନରେ ଦିଅ ନାହିଁ ଦେହ କଷ୍ଟ ତିଳେ ଦେହକୁ ପୀଡ଼ିଲେ ଇଷ୍ଟ ଲାଭ ନୁହେଁ କାଳେ ବିଶାଳ ସଂସାର ଗଟି ତାଙ୍କ ଲୀଳା ଘର ଚଳାଚଳ ହୁଏ ଇଙ୍ଗିତରେ ତାହାଙ୍କର କିଛି ଅନୁଷ୍ଠାନ କଲେ ଜୀବ ମୁଖ ପାଇ କର୍ମକୁ ସମର୍ପି ଯିବ ତାଙ୍କ ପଦ ଠାଇ କର୍ମ ସମର୍ପଣ କଲେ ହରିପାଦ ତଳେ ଅକାରଣେ ଜୀବ ଘାଣ୍ଟି ନୁହଁଇ ଶୟଳେ ବିଚିତ୍ର ବିଶାଳ ପ୍ରଭୁ ଏ ଧରା ସୁନ୍ଦର ଏ ଖେଳ ଘରର ତୁମ୍ଭେ ଅଟ କାରିଗର ଦୟା ହେଉ ମାୟା ହେଉ ତୁମ୍ଭରି କ୍ରିୟାରେ ଏ ଜୀବନ ଏ ସଂସାରେ ଆସି ଅବତରେ ତୁମ୍ଭେ ଏ ଶୟଳେ ନିତ୍ୟ ସତ୍ୟ ମନୋହର ତୁମ୍ଭ ବିନା ପୃଥିବୀରେ ନୁହେଁ କିଛି ଚିର ଚିର ତୁମ୍ଭ ଦୟା ବୋଲି ମନେ ମନେ ଭାଳି ମାଗୁଅଛି ଦିଅ କ୍ଷମା ପ୍ରସାରି ଅଞ୍ଜଳି ଦୟାରେ ତୁମ୍ଭର କୂଳ ନାହିଁ ଭାବଗ୍ରାହୀ ସେ ଦୟା ସିନ୍ଧୁରେ ଟଳ ମଳ ହୁଏ ମୁହିଁ ଦୟା କଣା ଦେଇ ହରି ପାପ ତାପ ନାଶ ଜୀବନେ ଦିଅ ମୋ ଆଣି ଉଜ୍ଜଳ ପ୍ରକାଶ ପରମ ଜ୍ୟୋତି ତୁମ୍ଭର ଦିଅ ପ୍ରାଣେ ଆଣି ପାପ ତାପ ନାଶ ସବୁ ଚକ୍ରେ ଚକ୍ର ପାଣି ସୁଖ ଦୁଃଖେ ଚକାଡୋଳା ଚକ୍ର ପରି ଧରି ଏ ଜୀବ ରାଜ୍ୟରେ ଦିଅ ଭାଗ ବାଣ୍ଟି କରି ସୁଖ ବା ଦୁଃଖ ଦିଅ ଯାହା ତୁମ୍ଭ ଦୟା ସେଥିରେ ନୁହଁଇ ମୋର ବିଚଳିତ ହିଆ କେବଳ ତୁମ୍ଭରି ଦୟା ସ୍ନେହ ଅନୁରାଗୀ ମୋ ଜୀବନ ଭୃଙ୍ଗ ସଦା ତାମସର ଭୋଗୀ ଦେଇଅଛ ଜୀବନେ ମୋ ବୃଦ୍ଧି ବୃତ୍ତି ମନ ବିବେକ ଇନ୍ଦ୍ରିୟ ରିପୁ କରିଅଛି ଦାନ କରି ନ ପାରି ଚାଳନ କରିଅଛି ପାପ ତେଣୁ କିମ୍ପା ଏ ଜୀବନେ ଦେବ ଅଭିଶାପ ପରିତ୍ରାଣ କର ପରମାତ୍ମା ଜନାର୍ଦ୍ଦନ ପତିତ ଉଦ୍ଧରି ନାମ ପତିତ ପାବନ କେତେ ପାପୀ ତରିଛନ୍ତି ତୁମ୍ଭରି ଦୟାରେ ମୁଁ କିମ୍ପା ରହିଲି ତୁମ୍ଭ ଦୃଷ୍ଟିର ବାହାରେ କିବା ମୁଁ କରିଛି ଏଡ଼େ ଦୂଷଣୀୟ ଦୋଷ ତୁମ୍ଭ ଦୟା ହେଲେ ହେବ ନାହିଁ କି ସେ ନାଶ ତୁମ୍ଭରି ଦୟାରେ କାହିଁ ନକ୍ର ଗଜ କାହିଁ ଚକ୍ର ପେଶୀ ନକ୍ର ନାଶୀ ଉଦ୍ଧରିଲ ସାଇଁ ଧ୍ରୁବ ବୋଲି ଟିକି ପିଲା କିବା ଜ୍ଞାନ ଥିଲା ତୁମ୍ଭ
ଦୟାରେ ପରମ ଗତିକି ପାଇଲା। ଅଜାମିଳ ନିଜ ପୁତ୍ର ନାମ ହରି ସ୍ମରି ଏ ପାପ ସାଗରୁ ହେଳେ ହୋଇଗଲା ପାରି। ଦ୍ରୌପଦୀ ନାରୀର ଡାକ ଶୁଣି କର୍ଣ୍ଣ ବିଳେ ଲଜ୍ଜା ତାର ରକ୍ଷା କଲ କୁରୁ ସଭା ତଳେ। ତୁମ୍ଭ ଶ୍ରୀ ଚରଣ ଦାସ ଅନୁଦାସ ମୁହିଁ ମଠାରେ କିଞ୍ଚିତ ଦୟା କର ଭାବଗ୍ରାହୀ। ଜଣାଣ କରୁଛି କର ଯୋଡ଼ି ପାଦ ତଳେ ଅଖଣ୍ଡ ମୋ ପାପ ରାଶି ଖଣ୍ଡ ପ୍ରଭୁ ହେଳେ। ସ୍ତୁତି କରି ତୁମ୍ଭକୁ ମୁଁ ପାରିବି କି ତୋଷି ଶିବ ବ୍ରହ୍ମା ଯାହା କରି ନ ପାରନ୍ତି ବସି। ମାତ୍ର ତୁମ୍ଭ ବଳେ କ୍ଷମା କର ଦୋଷାଦୋଷ ତୁମ୍ଭରି ସୃଷ୍ଟିର କ୍ଷୀଣ ଜ୍ୟୋତିର ବିକାଶ। ତୁମ୍ଭରି କରୁଣା କଣା ଲଭିବାର ପାଇଁ ଆହେ ପ୍ରଭୁ ତୁମ୍ଭ ପଦ୍ମ ପାଦ ଅଛି ଧ୍ୟାଇ। ଇତି ଶ୍ରୀ ଗରୁଡ଼ ପୁରାଣେ ସାରୋଦ୍ଧାରେ ଜନ୍ମ ମରଣାଦି ବିଧି କଥନେ ନାମ ଚତୁର୍ଦ୍ଦଶ ଅଧ୍ୟାୟ।